ଜୟ ଜଗନ୍ନାଥ ସାଙ୍ଗମାନେ ଦେଖନ୍ତୁ ମୋ ବାଡ଼ିରେ କେତେ ସୁନ୍ଦର ତାଳ ହେଇଛି। ଏମିତି ତାଳର ଆଗେ ସବୁ ଟୋପେ ଗୁଡ଼ାକ ଖୋଳି ଦେଇ ତାପରେ ତାକୁ ଧୋଇବା, ଧୋଇ ଦେଇ ସାରିଲା ପରେ ତାକୁ ଏମିତି ଦେଖନ୍ତୁ କେତେ ବଡ଼ ବଡ଼ ତାଳ ହେଇଛି ଆମ ବାଡ଼ିରେ। ଦେଖନ୍ତୁ ଏମିତି ମା ତାଳକୁ ଏମିତି ଟୋପେ ଗୁଡ଼ା ଖୋଲୁଛନ୍ତି, ଖୋଲି ସାରିଲା ପରେ ତାକୁ ଚକଟିବେ। ଏହା ଦେଖନ୍ତୁ କେମିତି ଚକଟା ହେଉଛି, ଅଳସା ଥାଳିରେ ଚକଟା ହେଉଛି। ଚକଟି ସାରିଲା ପରେ ଦେଖନ୍ତୁ ଗୋଟେ ସଫା ଗାମୁଛାରେ ସେଗୁଡ଼ିକୁ ଢାଳି ଦେବେ। ଢାଳି ଦେଇ ସାରିଲା ପରେ ଦେଖନ୍ତୁ ତାକୁ ଏମିତି ଚିପୁଡ଼ି ଚିପୁଡ଼ି ରହିଲେ ତଳ ପାଖରେ ପରିଷ୍କାର ମୁଣ୍ଡ ବାହାରି ଆସିବ। ସେ ଯେଉଁ ଚୁଟି ଭଳିଆ ଯେଉଁଗୁଡ଼ା ସେଟା ରହିଯିବ। ତାପରେ ଆଉଟି ଦେଲେ ତାକୁ ଗ୍ୟାସ୍ରେ ଉଠି ସାରିଲା ପରେ ଦେଖନ୍ତୁ ଚଣା ଗୁଡ଼ି ସେଥିରେ ପିଠା ଯେମିତି ହେଉଛି ଦେଖନ୍ତୁ ଚକୁଳି ପିଠା। ତ ଭାବିଥିଲି ଯେ ମୁଁ ଉଠେଇ ପାରିବିନି ବୋଲି। ଏଇ ତାୱାରେ ଆମର ରୁଟି ହେଇଥିଲା, ସେଥିପାଇଁ ଟିକେ କାମୁଡ଼ି ଯାଉଛି। ଏହା ପାଇଁ ସ୍ୱତନ୍ତ୍ର ପିଠା କରା ତାୱା ଦରକାର, ଯେଉଁଥିରେ କି ସେ ଆଉ କାମୁଡ଼ି ଧରିବନି। ଦେଖନ୍ତୁ କେମିତି ବହୁତ ପତଳା ପତଳା ବନିଥିଲେ ମୁଁ ବନେଇବା ପାଇଁ ମାଆଙ୍କ ଭଳିଆ ଟ୍ରାଏ କରୁଛି। ଦେଖନ୍ତୁ କେମିତି ହେଇଛି, ନିହାତି କମେଣ୍ଟରେ କହିବେ ଏମିତି ପତଳା ହେଇଛି କି ନାହିଁ। ଆପଣମାନେ ଦେଖନ୍ତୁ ସହଜ ଚକୁଳି। ରହିଲି। ଜୟ ଜଗନ୍ନାଥ।